ଥନେ ମୋତେ ମିଳିଥିଲା ଏଇ ଡ୍ରେସ୍ ମୋ ସାଇଡ଼୍ ଡ୍ରେସ୍ ସଜାଇଥିଲା ଏତେ ଢିଲା ଡ୍ରେସ୍ ପିନ୍ଧିବି କେମିତି ମନଟା ଦୁଃଖ ହେଇଗଲା ମୁଣ୍ଡ ଗୋଟେ ବୁଦ୍ଧି ଆସିଗଲା ଡ୍ରେସ୍ ଦି ସାଇଡ଼୍ ମାପ ନେଇଗଲି ଦି ସାଇଡ଼୍ ମାପ ନେଇ ତାକୁ ହାତରେ ମୁଁ ସିଲେଇ କରି ଯେହେତୁ ମୋ ପାଖରେ ମେସିନ୍ ନଥିଲା ଡ୍ରେସ୍ ପିନ୍ଧିକି ପ୍ରତିଯୋଗିତାରେ ଆସିକି ପହଞ୍ଚିଗଲି। ପ୍ରତିଯୋଗିତା ଏଠି ଆରମ୍ଭ ହେଲା ଦୌଡ଼ିବା ଆମ ଷ୍ଟାର୍ଟ ହେଲା ପ୍ରତିଯୋଗିତାକୁ ଉତ୍ସାହିତ କରିବା ପାଇଁ ତାଳି ଉପରେ ତାଳି ବାଜି ଚାଲିଲା। ଛୋଟରୁ ବଡ଼ ସମସ୍ତେ ଏଥିରେ ଭାଗ ନେଇଥିଲେ। ଏତେ ଭିଡ଼ ଦେଖି ପୁଅ ମୋତେ ଦୌଡ଼ିବାକୁ ବିଲକୁଲ ଛାଡ଼ୁନଥିଲା। ପୁଅକୁ ଛାଡ଼ି ମୁଁ ଟିକେ ଦୌଡ଼ିଗଲି। ପୁଅ କାନ୍ଦିବାରୁ ମାଆ ପୁଅ ଆମେ ଦୌଡ଼ି ଦୌଡ଼ି ଆସି ପହଞ୍ଚିଗଲୁ। ପୁଅ ଛୋଟ ଥିବାରୁ ଦୌଡ଼ିଥିବାରୁ ତାକୁ ଖୁସିରେ ତା ମନ ଖୁସି କରିବା ପାଇଁ ତାକୁ ଚକୋଲେଟ୍ ଦିଆହେଲା। ତାପରେ ଆମେ ଲାଇନ୍ରେ ଠିଆ ହେଲୁ ମେଡ଼ାଲ୍ ପାଇଁ। ମେଡ଼ାଲ୍ ନେଇକି ମାଆ ପୁଅ ଆମେ ଖୁସି ହେଇଗଲୁ। ସମୁଦ୍ର କୂଳ ଟିକେ ବୁଲି ଆସିଲୁ। ସମୁଦ୍ର କୂଳ ବୁଲୁ ବୁଲୁ ହଠାତ୍ ଗୋଟେ ଜୀବ ଦେଖିଲୁ। ଏ ଜୀବଟା ଆମେ ଫାଷ୍ଟ ଟାଇମ୍ ଦେଖିଲୁ। ଦେଖିକି ବହୁତ ଆଶ୍ଚର୍ଯ୍ୟ ଲାଗିଲା କେଉଁ ପ୍ରକାର ଜୀବ ଓ ସୂର୍ଯ୍ୟ ଉଦୟ ସମୁଦ୍ରର ଢେଉ ସହିତ ସୂର୍ଯ୍ୟଙ୍କର ଉଦୟ ବହୁତ ମନୋହର ଦୃଶ୍ୟ ଥିଲା ଏବଂ ଦେଖିକି ବହୁତ ଶାନ୍ତି ଲାଗିଲା। ଏମିତି ଦେଖି ତାପରେ ଆମେ ଆସିଲୁ ଟିଫିନ୍ ଖାଇବାକୁ। ଟିଫିନ୍ ଖାଇକି ପୁଅ ତାର ଖେଳିବାକୁ ଲାଗିଲା। ଖେଳିକି ଆମେ ଘରକୁ